ଆଜିର ଅନୁଚିନ୍ତା ସନ୍ନ୍ୟାସୀଙ୍କ ଅସ୍ତ୍ର। ଜଣେ ସନ୍ନ୍ୟାସୀ ତାଙ୍କର ଜଣେ ଉତ୍ତମ ଶିଷ୍ୟକୁ ଏକ ଦୂର ସ୍ଥାନକୁ ପଠାଇଲେ। ବାଟରେ ଏକ ଜଙ୍ଗଲ ପଡ଼ୁଥିଲା। ଲୋକେ କହୁଥିଲେ ଯେ ସେଠାରେ ଲୁଣ୍ଠନକାରୀ ଉପଦ୍ରବ କରନ୍ତି। ତେଣୁ ସନ୍ନ୍ୟାସୀ ଶିଷ୍ୟକୁ ପଚାରିଲେ, ତୁମେ ଭୟ କରୁନାହ ତ? ଶିଷ୍ୟ କହିଲା, ଭାବୁଛି ସାଙ୍ଗରେ ଅସ୍ତ୍ରଟିଏ ନେଇଯିବି। ଏହା କହି ପରଶୁରାମଙ୍କ ଭଳି ଏକ ଟାଙ୍ଗିଆ କାନ୍ଧରେ ଧରି ସେ ଯିବାକୁ ବାହାରିଲା। ସନ୍ନ୍ୟାସୀ କହିଲେ, ଟିକିଏ ରହିଯାଅ, ଟାଙ୍ଗିଆ ଉଞ୍ଚାଇ କେମିତି ମାରିବ ତାହା କରି ଦେଖାଅ ତ। ଶିଷ୍ୟ ଟାଙ୍ଗିଆ ଉଞ୍ଚାଇଲା। ସନ୍ନ୍ୟାସୀ କହିଲେ, ଟାଙ୍ଗିଆ ରଖିଦିଅ, ଏହାକୁ ବ୍ୟବହାର କଲା ଭଳି ଯୋଗ୍ୟତା କି ସାମର୍ଥ୍ୟ ତୁମେ ଲାଭ କରିନାହଁ। ଏହା ତୁମ ସ୍ୱଭାବ ବହିର୍ଭୂତ। ଟାଙ୍ଗିଆ ଉଞ୍ଚାଇବା ବେଳେ ଜଣାପଡ଼ୁଛି ଯେ ତୁମେ କେତେ ଅପ୍ରତିଭ। ତେଣୁ ଏହା ତୁମ ଲାଗି ଅଧିକ ବିପଦର କାରଣ ହେବ। କାରଣ ଅସ୍ତ୍ର ଏପରି ଏକ ବସ୍ତୁ, ତାକୁ ଯିଏ ବ୍ୟବହାର କରେ ସେ ତା'ର ଦାସ ହୋଇଯାଏ। ତେଣୁ ଉପଦ୍ରବକାରୀମାନେ ତୁମ ଅସ୍ତ୍ର ତୁମଠାରୁ ଛଡ଼େଇ ନେଇ ତୁମ ଉପରେ ବ୍ୟବହାର କରିବେ। ଶିଷ୍ୟ କହିଲା, ତାହେଲେ ମୁଁ କେଉଁ ଅସ୍ତ୍ର ରଖିବି? କି ଉପାୟ କରିବି? ସନ୍ନ୍ୟାସୀ କହିଲେ, ଯାହା ଆମର ସ୍ୱଭାବଗତ, ଆମେ କେବଳ ତାହାର ବ୍ୟବହାର କରିବା। ପ୍ରଥମ କଥା ହେଲା, ଆମେମାନେ ସାଧୁ, ତେଣୁ ଆମ ଉପରେ ଚୋର ତସ୍କର ଆକ୍ରମଣ କରିବେ ନାହିଁ। କିନ୍ତୁ ଯଦି ସେମିତି ପରିସ୍ଥିତି ଉପୁଜେ, ତେବେ ଦସ୍ୟୁ ଅଙ୍ଗୁଳିମାଳକୁ ବୁଦ୍ଧ ଯେମିତି ବଶ କରିଥିଲେ ସେମିତି କରିବ। ବୁଦ୍ଧଙ୍କ ଅସ୍ତ୍ର ଥିଲା ସାହସ, ଧୈର୍ଯ୍ୟ ଓ ମଧୁର ବଚନ। ଏହା ମଧ୍ୟ ଆମ ଭଳି ସନ୍ନ୍ୟାସୀମାନଙ୍କ ଅସ୍ତ୍ର। ଏହାଦ୍ୱାରା ବିନା ହିଂସାରେ ଜୟଲାଭ କରିହୁଏ। ହୃଦୟ ପରିବର୍ତ୍ତନ ଘଟାଇ ଭିତରର କୁପୁରୁଷକୁ ମାରି ଦେଇ ହୁଏ। ଏହା ମଧ୍ୟ ତୁମର ଅସ୍ତ୍ର ହେଉ। କାହାଣୀଟି ଯଦି ପସନ୍ଦ ଆସିଛି ତାହେଲେ ଭିଡ଼ିଓଟିକୁ ଲାଇକ୍ କରିବେ, ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ। ନମସ୍କାର, ଧନ୍ୟବାଦ, ଜୟ ଜଗନ୍ନାଥ।